হব হস্তিনার সম্রাট। জঙ্গল ভিতরে সিংহ সববেলে রাজা, সববেলে রাজা। জোগাড় হরা দচ্ছ ধন পরম দেখিবি, পরম দেখিবি তম কৌরব বংশটা কেতে বলিয়া, কেতে বলিয়া বলিয়া। আর ষণ্ড কৌরব কুল দেখাও বড়ি মারে। হাতে রূপদার ভাঙিব গাড়ি মারে। স্বপ্নর হারে করু হীন বিচালন করো ছলনারে। এই ছলন অগ্নি দেওয়া চতুর। আরে বিচ্ছর এই ছলন অগ্নি দেওয়া চতুর। ছল কুণ্ড উঠে সবু কেতে অতি জনারে। চোখে মনে আনন্দ সন্তানে। চোখে মনে আনন্দ সন্তানে। তারা পাণ্ডব সে সম্রাট হইব হস্তিনারে। হরে নিল ছাতি কুদাবি কইটা। হরে নিল ছাতি কুদাবি কইটা। ধর্ম ছাড়িল ততে কহে ঘোষণারে। মোর প্রণাম গ্রহণ করন্তু ভাই। যশস্র ভীমসেন, তোর কহিবা কথাটা সত্য অটে। চতুর্କୁ ଆବଦ୍ଧ ରଖି ବିନାଶ ପାଇଁ ଷଡ଼ଯନ୍ତ୍ର କରିଥିଲା ସେହି ଏକ ମାରି ଦୁର୍ଯ୍ୟୋଧନ। ନାଇଁ ଭାଇ, ଆମ୍ଭକୁ ବିନାଶ ଷଡ଼ଯନ୍ତ୍ର କରିଥିଲା সেই সমস্ত কৌরব বাহিনী ଆଉ ଜ୍ୟେଷ୍ଠ ପିତା ଧୃତରାଷ୍ଟ୍ର ମଧ୍ୟ। ନା ନା ରେ ଭୀମସେନ, ଏଥିରେ ଜ୍ୟେଷ୍ଠ ପିତାଙ୍କର କିଛି ବି ନଥିଲା ସମ୍ମତି। ସେ ତାଙ୍କ ରାଜ୍ୟରୁ ଅର୍ଦ୍ଧେକ ଦାନ କରି ତାଙ୍କ ପୁତ୍ରମାନଙ୍କର ସେ ଭୁଲ ସ୍ୱୀକାର କରିଥିଲେ। କିନ୍ତୁ ତୁମ୍ଭେ ଏ କଥାଟା ବି ଭୁଲି ଯାଉଛ ଭାଇ। এই সমস্ত হস্তিনা বারুণারে আমার ମଧ୍ୟ সম্পূর্ণ ଅଧିକାର ଅଛି। ନା ନା ରେ ଭୀମସେନ, ଏଥିରେ ମଧ୍ୟ ଆମ ପିତା ପଣ୍ଡୁଙ୍କର କିଛି ବି ନଥିଲା ଅଧିକାର। କାହିଁକି ଭାଇ, କିନ୍ତୁ କାହିଁକି? ଶୁଣ ରେ ଭୀମ, ତୋତେ କହୁଛି ମରମରେ। ଶୁଣ ରେ ଭୀମ, জ্যେଷ୍ঠতা তো ଅଧିକାର
ବିକଳାଙ୍ଗ ସିଂହାସନେ ନାହିଁ ଅଧିକାର, ଏହା ମାତ୍ର ଶାସ୍ତ୍ରର ସମ୍ମତି। କିନ୍ତୁ ସେମାନେ ଅନ୍ୟାୟ କରି ଛଡ଼ାଇ ନେଇଛନ୍ତି ଆମ ରାଜ୍ୟ ସିଂହାସନ। ମୁଁ କିନ୍ତୁ ଛାଡ଼ିବି ନାହିଁ ଭାଇ, ଛଡ଼ାଇ ଆଣିବି ଆମ ରାଜ୍ୟ ଅଧିକାର। ଏଥିପାଇଁ ଯଦି ପ୍ରয়োଜନ ହୁଏ ସୃଷ୍ଟି କରିବି ମହାଭାରତ ସମର। ମହାଭାରତ ସମର। ନା ରେ ଭୀମସେନ ନା, ଭାତୃଦ୍ୱନ୍ଦ୍ୱ ସୃଷ୍ଟି କରିବା ହେଉଛି ଆମ ବଂଶର କଳଙ୍କ ଭୀମସେନ, ଏ ହେଉଛି ଆମ ବଂଶର କଳଙ୍କ। ଭାଇ ମୋର ପ୍ରଣାମ ଗ୍ରହଣ କରନ୍ତୁ ଭାଇ। ବିଜୟ ଭାବ ଅର୍ଜୁନ। କାହିଁକି ବାରଣ କରୁଛ ଭାଇ ବୁକଦରେ? ଏଡା ବଡ଼ ଅପରାଧୀ ସେମାନେ, ସେମାନଙ୍କ ପାଇଁ କଣ କିଛି ଶାସ୍ତି ନାହିଁ ଭାଇ? ଆରେ ଅର୍ଜୁନ ଭାଇ, ସେମାନଙ୍କ ପାଇଁ ଉପଯୁକ୍ତ ଶାସ୍ତି ଅଛି ରେ ଅର୍ଜୁନ। ଭାଇ ସେମାନଙ୍କ ପାଇଁ ଉପଯୁକ୍ତ ଶାସ୍ତି ଅଛି ଭାଇ, କିନ୍ତୁ ସେ ଶାସ୍ତ୍ରୀୟ ନାମ କଣ ଜାଣିଛୁ ଅର୍ଜୁନ? କୁହ ଭାଇ, ସେହି ଶାସ୍ତ୍ରୀର ନାମ କଣ? ସେହି ଶାସ୍ତ୍ରୀୟ ନାମ ହେଉଛି କ୍ଷମା ରେ ଅର୍ଜୁନ। କ୍ଷମା? ହଁ ରେ ଅର୍ଜୁନ ଭାଇ, ଶତ୍ରୁ ବୋଲି ଯାହାକୁ ଦେଖୁଛ ନୟନେ ଭାଇ ତାକୁ ଘୃଣା ତିରସ୍କାର ନ କରି ବରଂ ଭଲ ପାଇବା ଗୁଣ ତାକୁ ଆପଣାର କର। ଭାଇ ଦେଖିବ ଦେଖିବାର ଭାଇ ମାନେ, ସେ ଯେତେ ବଡ ବିଷଧର ସର୍ପ ହେଇଥିଲେ ମଧ୍ୟ ତା ମଥା ଦିନେ ତଳମୁଖ ହୋଇଛି ଅର୍ଜୁନ, ତା ମଥା ନିଶ୍ଚୟ ତଳମୁଖ ହୋଇଛି। ଶୁଣୁଛୁ ଶୁଣୁଛୁ ଅର୍ଜୁନ, ଶୁଣୁଛୁ ଭାଇ, ସେ ପାପିଷ୍ଟ ଦୁର୍ଯୋଧନଟାକୁ କୁଆଡ଼େ ଭଲ ପାଇବା ଗୁଣରେ ବଶ କରିହେବ? ଆରେ ଶୁଣ, ଏହି ସାମନ୍ତ ଦ୍ୱାରା କଠୋର ସର୍ପକୁ ବଶ କରିବ ନାହିଁ ଭାଇ, ବରଂ ତାର ଧ୍ୱଂସନ ଚାଳାତା ଦିନେ ନା ଦିନେ ସ କରିବାକୁ ପଡ଼ିଥାଏ। ଅର୍ଜୁନ ଭାଇ ଏ ଜୀବନଟା କେବଳ ଭୋଗ ବିଳାସ ପାଇଁ ଉଦ୍ଦିଷ୍ଟ ନୁହେଁ ଅର୍ଜୁନ। ଭାଇ ଛାର ରାଜ୍ୟ ଧନ ପାର୍ଥୁର୍ଯ୍ୟ ମଧ୍ୟରେ ନିଜକୁ କେବେ ଅନ୍ଧ କରିଦିଅ ନାହିଁ ଭାଇ, ଦିନେ ତୁମକୁ ନର୍କଗାମୀ ହେବାକୁ ପଡ଼ିବ। ଭାଇ ଭୀମସେନ, ଭାଇ ଭାଇରେ ଅର୍ଜୁନ, ଭାଇ ତମେ ମାନେ ବସାଇଛ ଆଜି ମତେ ଏଇ ରାଜସିଂହାସନରେ। ତୁମରି ମାନଙ୍କ ପ୍ରଚେଷ୍ଟାରେ ଆଜି ଇନ୍ଦ୍ରପ୍ରସ୍ଥ ବାରୁଣା ଗୋଟେ ଭୂସ୍ୱର୍ଗ ରାଜ୍ୟ ହୋଇଛି ପରିଣତ। କିନ୍ତୁ ଏଥିରେ ମୋର କିଏ ମାତ୍ର କୃତିତ୍ୱ ନାହିଁ ରେ ଅର୍ଜୁନ। ଭାଇ ଜୀବନ ସାରା ବଡ ଭାଇର ସ୍ୱୀକାର ଦେଇ ତମେ ମାନେ ମତେ ଦେଇ ଆସିଛ କେବଳ ଭକ୍ତିର ପୁଷ୍ପାଞ୍ଜଳି। ଭାଇ କିନ୍ତୁ ମୁଁ ତୁମକୁ ଜୀବନ ସାରା ଖାଲି ଦେଇଛି ଦୁଃଖ ହିଁ ଦୁଃଖ। ଭାଇ ଆଉ ଯଦି ତମେ ମାନେ এই হস্তিন রাজসিংহাসনে মতে বসা পাই অত্যধিক বাধ্য কর, তাহলে জীবন সারা খালি দেবী তুমমানকু দুঃখ হি দুঃখ। ভাই তুমি যদি আমাকে মরণ পথর যাত্রী হেবা পাই নির্দেশ দিও, আমি সেই পথে হসি হসি অগ্রসর হেবু ভাই, হসি হসি অগ্রসর হেবু। না রে ভাই ভীমসেন, মোহর পথটা হিংসার পথ নুহে ভাই, মোহর পথ সদা সর্বদা হেউছি অহিংসার পথ। ভাই যদি তুমি মানে সে হিংসার পথর অগ্রসর হো, তাহলে ওল্হাই নিও রাজা পরিচ্ছদ মর, ওল্হাই নিও রাজা মুকুট মর, দরকার নাহি এ রাজনীতির জোড়া মু কেবে সহ্য করি পারু না। প্রয়োজন হলে সমুদ্র পাই ছাড়ি চালি যাবি এ রাজা সিংহাসন। দরকার নাহি মর, দরকার নাহি। আমাকে ক্ষমা করে দিও ভাই। জয় ধর্মরাজঙ্কর জয়, জয় ধর্মরাজঙ্কর জয়, জয় ধর্মরাজঙ্কর জয়। আরে বন্ধু জয়দ্রথ, হঠাৎ তুমি এঠারে? রাজ্যের সব কুশল তো? কুশল অছন্তি পিতাম্বর ধৃতরাষ্ট্র? অবশ্য হস্তিনাপুরর সমস্ত কুশল সর্বকুশল মধ্যে আছু আম্বে তোমার নিকটে। সিংহরাজ জয়দ্রথ ভীমসেন, এপারে কেউ জটিল সমস্যা পড়িলা তো মহামানী মান গোবিন্দ রাজা দর্শন। ভীমসেন তুমি জনে ভিণই হই এ দূত বেশ ধরি আসিছ। ভীমসেন, ছে 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 ভীমসেন শুণ শুণ রাজন শিবা কারণ, হস্তিনা রাজন মান
ହସିନା ରାଜନ ମାନେ ଦୁର୍ଯୋଧନ ପଠାଇଛି ତୁମ ରାଜଭୁବନ ଶୁଣ ଭାଇ ଭାଇର ସମ୍ପର୍କ ବଢାଇ ରଖିବ ଦେଖ ଭାଇ ଭାଇର ସମ୍ପର୍କ ବଢାଇ ରଖିବ ଦେଖ ବସିବ ଯେ ଏକ ସ୍ଥାନ ଆନନ୍ଦ ମନ ଶୁଣ ସାଙ୍ଗ ହୋଇ ପଶା ଖେଳ ଖେଳିବ ହରିଣ ମେଳ ସାଙ୍ଗ ହୋଇ ପଶା ଖେଳ ଖେଳିବ ହରିଣ ମେଳ ଆଉ ନଥିବ କନ୍ଦଳ ସ୍ନେହ ବନ୍ଧନ ଶୁଣ ମିଳନ ନାହିଁ ଯାହାର କୁଟୁମ୍ବ ହୋଇଲେ ପର ମମତାହୀନ ଭାଷଇ ଆରତ ତ୍ରାଣ ଶୁଣ ଶୁଣ ରାଜନ ଶିବା କାରଣ কথাটা আরে মোহঙ্গ হেলার চয়ত্র ভীমসেন তোমার এই কথারে বিশ্বলরু খাইলা এ দ্বিতীয় পাণ্ডব ভীমসেন তারপরে ভাবিছিল চতুর্গ্রহে করিল বিনাশ একাকি হব এ হস্তিনার সম্রাট ভীমসেন মন্ত্র আনি চুপ দেবে কহ যেমন এই কপট পশা খেল পাই ভীমসেন ଭାଇ ଭୀମସେନ ଭାଇ ଭାଇ ମଧ୍ୟରେ ମଧୁର ସମ୍ପର୍କ ବିଚ୍ଛିନ୍ନ କରିବାଟା ନୁହେଁ ଉଚିତର ଭୀମସେନ ରାଜା ରାଜ୍ୟର ଆମନ୍ତ୍ରଣ ରଖିବା ହେଉଛି ଆମ ରାଜନୀତିର କର୍ତ୍ତବ୍ୟ ভাই তুমি ବି ଓ ନା 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 ମହାମାନି ମାନ ଗୋବିନ୍ଦ ରାଜା ଦୁର୍ଯ୍ୟୋଧନକୁ ଅରୁଜ ପୁଣି ଅସମ୍ମାନ ଏହା କେବେ ନ ପାରିବି ସହି ତାହେଲେ କଣ କରିପାରିବୁ ମୂର୍ଖ ଜୟଦ୍ରଥ କିଛି ନ କରିପାରିଲେ ମଧ୍ୟ ରାଗରେ ଜର୍ଜରିତ ହୁଏ ସର୍ବାଙ୍ଗ ମୋହର ମୁଁ ହିଁ ମଧ୍ୟ ସ୍ୱୀକାର କରେ ତୁମର ଧର୍ମରାଜ ଓ ବଙ୍କର ସବୁ ଭାଇ ସେ ପୁଣି ଅସମ୍ମାନ କରିବ ଆମର ଜ୍ୟେଷ୍ଠ ଭାତ ଧର୍ମରାଜକୁ ଅର୍ଜୁନ ଭାଇ ଏ ଭୀମସେନ ଭାଇ ଆରେ ଏହା ତୁମମାନଙ୍କର କଣ ଶିକ୍ଷା ଦୀକ୍ଷା ଭାଇ ଆରେ ଏହା ତୁମମାନଙ୍କର କଣ ଶିକ୍ଷା ଦୀକ୍ଷା ଭାଇ ଚୁପ୍ ବନ୍ଧୁ ଜୟଦ୍ରଥ ଭାଇମାନଙ୍କ ଅପରାଧ ପାଇଁ ମୁଁ ତୁମ ପାଖରେ କ୍ଷମା ପ୍ରାର୍ଥନା ଅବଶ୍ୟ ଅର୍ଜୁନ ଭାଇ ବନ୍ଧୁ ଜୟଦ୍ରଥ ହେଉଛନ୍ତି ଆଜି ଆମ ପୁରର ସେ ହେଉଛନ୍ତି ଆମ ପାଇଁ ଆଜି ଅତିଥି ତେଣୁ ପ୍ରଥମେ ଯଥାବିଧି ସତ୍କାର କରିବା ହେଉଛି ଆମର ପରମ ଧର୍ମ ଆଉ କର୍ତ୍ତବ୍ୟର ଅର୍ଜୁନ କଣ କହିଲ ଭାଇ ଜୟଦ୍ରଥ ଅତିଥି ଆମ୍ଭର ପୁରରେ ହଁ ରେ ଅର୍ଜୁନ ଭାଇ ବନ୍ଧୁ ଜୟଦ୍ରଥ ହେଉଛନ୍ତି ଆଜି ଆମ ପୁରର ସେ ହେଉଛନ୍ତି ଆମ ପାଇଁ ଅତିଥି ଭାଇ ଯାଅ ରେ ଭାଇ ମୋର କଥା ମାନି ଯଥାବିଧି ସତ୍କାର କରି ନେଇଯା ବନ୍ଧୁ ଜୟଦ୍ରଥେ ପୁରର ମଧ୍ୟକୁ ଆସ ଜୟଦ୍ରଥ ଯିବା ପୁରର ମଧ୍ୟକୁ ତେବେ ଚାଲନ୍ତୁ ବନ୍ଧୁ ଶାଳକ ମହାଶୟ ଯିବା ପୁରର ମଧ୍ୟକୁ ଆସ ବନ୍ଧୁ ଆରେ ଚାଲ ଭାଇ ଏ ମୂର୍ଖ ଜୟଦ୍ରଥ କଥାରେ ସତେ କଣ ଯିବା ହସ୍ତିନା କୋଟକେ ହଁ ରେ ଭୀମସେନ ସେ ମହାମାନି ମାନଗୋବିନ୍ଦ ରାଜା ଦୁର୍ଯ୍ୟୋଧନ କଥା ରକ୍ଷା କରି ହେଲେ ରାତ୍ର ଉଚ୍ଚାପନ ସର୍ବେ ମିଶିଯିବା ସେହି ହସ୍ତିନା କଟକ ଚାଲ ନାଇଁ ନାଇଁ ଧର୍ମରାଜ ନାଇଁ ଯାଜ୍ଞସେନୀ ତମେ ମନ ବଳେ ଇଚ୍ଛା ନାହିଁ ଦ୍ରୁତ କ୍ରୀଡ଼ା ପାଇଁ ସେଇ ହସ୍ତିନା କଟକେ ଜାଣେ ନା କାହିଁକି ମନଟା ମୋର ହୁଏ ଉଦ୍ବେଗ ମନଟା ତୁମର ହୁଏ ଉଦ୍ବେଗ ହେଲେ କାହିଁକି ଯାଜ୍ଞସେନୀ ବଂଶୀଧାରୀଙ୍କ ମନ୍ଦିରକୁ ଯାଇ ଦେଖିଲି ସନ୍ଧ୍ୟାରେ ବଂଶୀଧାରୀଙ୍କ ମନ୍ଦିରରେ ସନ୍ଧ୍ୟାରେ ଯାଇ ତୁମେ କଣ ଦେଖିଲେ ଯାଜ୍ଞସେନୀ ତାଙ୍କ ବଂଶୀ ଖଣ୍ଡକ ପଡ଼ି ଅଛି ତଳେ ବଂଶୀ ଖଣ୍ଡିକ ପଡି ଅଛି ତଳେ ଆଉ ହସ୍ତରେ କଣ ଧରିଛନ୍ତି ଜାଣ ସ୍ୱାମୀ
କଣ ଯାଜ୍ଞସେନୀ? ଗୋଟିଏ ହସ୍ତରେ ସୁଦର୍ଶନ ଚକ୍ର, ଯାଜ୍ଞସେନୀ ଆଉ ଗୋଟିଏ ହସ୍ତରେ ଅଭିମନ୍ୟୁର କଣ କହିଲେ ଯାଜ୍ଞସେନୀ? ସ୍ୱାମୀ ବଂଶୀଧାରୀଙ୍କ ମନ୍ଦିର ସନ୍ଧ୍ୟାରେ ଯାଇ ଦେଖିଲ ସ୍ୱାମୀ ଗୋଟିଏ ହସ୍ତରେ ସୁଦର୍ଶନ ଚକ୍ର ଆଉ ଗୋଟିଏ ହସ୍ତରେ ମୋ ଶିଶୁପୁତ୍ର ଅଭିମନ୍ୟୁର କଟା ମୁଣ୍ଡ। ଏ ଯାଜ୍ଞସେନୀ ତାପରେ ତୁମେ କଣ ଦେଖିଲ ଯାଜ୍ଞସେନୀ? କୁହ ଯାଜ୍ଞସେନୀ, ଆରେ କୁହ ତାପରେ ତୁମେ କଣ ଦେଖିଲ? ସ୍ୱାମୀ ଯାଜ୍ଞସେନୀ ତାଙ୍କ ପାଦେ ପଡ଼ି କଲି ଗୁହାରି ହେ, କଲି ଗୁହାରି ହେ ମକୁ ସାରା ପାୟା ପାଇ। हसी खुशी के सारे कहिला, पैसी न भारी बिसाही না যাজ্ঞসেনী ହଁ ଭାଇ ଯାଜ୍ଞସେନୀ କଥା କେବେ ନହିବ ଅନ୍ୟଥା ଭାଇ ଭାଇ ମଧ୍ୟରେ ହେଲେ ପୋଷା ଖେଳ ନିଶ୍ଚୟ ନିଶ୍ଚୟ ସୃଷ୍ଟି ହୋଇବ ମହାଭାରତ ସମର। ହଁ ଭାଇ ନିଶ୍ଚୟ ସୃଷ୍ଟି ହୋଇବ ମହାଭାରତ ସମର। ନା ରେ ଭାଇ ଭୀମସେନ, ଯେମିତି ସ୍ୱପ୍ନ ସହିତ ବାସ୍ତବରେ କିଛି ମୂଲ୍ୟ ନାହିଁ, ଠିକ୍ ସେହିପରି ଏ ଯୁଦ୍ଧ ସହିତ ଏ ପସ୍ଥା ଖେଳରେ ମଧ୍ୟ କିଛି ବି ମୂଲ୍ୟ ନାହିଁ। ଚାଲ ଭାଇ ଭୀମସେନ, ସେ ମହାମାନି ମାନଗୋବିନ୍ଦ ରାଜା ଦୁର୍ଯ୍ୟୋଧନ କଥା ରକ୍ଷା କରି ହେଲେ ରାତ୍ର ଉଦ୍ଯାପନ ସର୍ବେ ମିଶି କରିଯିବା ସେହି ହସ୍ତିନା କଟକ। ଚାଲ ଭୀମସେନ ତୁମରି ନିର୍ଦ୍ଦେଶ ଚାଲ। ଚାଲନ୍ତୁ ଭାଇ। नहीं स्वामी, पता वाला स्वामी को मारना। ମନି ବାରଣ ଚାଲିଗଲେ ପଞ୍ଚପତି ମୋର କୃତ କ୍ରୀଡ଼ା ପାଇଁ। ମନେ ମୋର ଲାଗୁଛି ସନ୍ଦେହ, କାଳେ କିଛି ହେବା ଘଟଣା। କଣ କରିବି ମୁଁ? ହେ ଭଗବାନ ଶ୍ରୀକୃଷ୍ଣ ମୁରାରୀ, ତୁମେ ରକ୍ଷା କର ଠାକୁରୀ, তুমি এসে রক্ষা করব পঞ্চ সিঁদুর ঠাকুরে, তুমি এসে রক্ষা করব পঞ্চ সিঁদুর পঞ্চ সিঁদুর পঞ্চ সিঁদুর।